ବିଜୁ ଜନତା ଦଳ ରାଜନୀତି କଡ଼ ଲେଉଟେଇଛି ଯେତେବେଳେ 7 ଜଣ ତୁଙ୍ଗ ନେତାଙ୍କୁ ଗୁରୁ ଦାୟିତ୍ୱ ବିଜୁ ଜନତା ଦଳ ଦେଇଛି, ନବୀନ ପଟ୍ଟନାୟକ ଦେଇଛନ୍ତି। ଆପଣ ଜାଣିଛନ୍ତି ଯେଉଁଭଳି ଢଙ୍ଗରେ ବୟାନବାଜି ଚାଲିଛି, ଯେଉଁଭଳି ଢଙ୍ଗରେ ପାଣ୍ଡିଆନଙ୍କ ସପକ୍ଷବାଦୀ ଆଉ ପାଣ୍ଡିଆନଙ୍କର ବିପକ୍ଷବାଦୀ ମାନେ ବୟାନ ଦେଉଛନ୍ତି, ସେତିକି ବେଳେ ଏଇ 7 ଜଣ ନେତା ବିଜୁ ଜନତା ଦଳକୁ ନୂଆ ଦିଶା ଦେଇପାରିବେ କି? ମୋ ସହିତ ଶ୍ରୀତ ରବି ଦାସ ଅଛନ୍ତି। ଶ୍ରୀତ ରବି ଦାସ, ଆର ଇମ୍ପାକ୍ଟ କଣ ହବ ବୋଲି ଆପଣ ଭାବୁଛନ୍ତି? ନାଇଁ ନାଇଁ, ଆପଣ ଯଦି ଦେଖିବେ ଟେକ୍ନିକାଲି ନବୀନ ପଟ୍ଟନାୟକ କାହାକୁ 7 ଜଣଙ୍କୁ ଦାୟିତ୍ୱ ଦେଇନାହାନ୍ତି। କଥା ହଉଛି ପ୍ରତାପ ଦେବ ହଉଛନ୍ତି ରିଟର୍ଣ୍ଣିଂ ଅଫିସର ସାଙ୍ଗଠନିକ ନିର୍ବାଚନ ପରିଚାଳନା କରିବା ପାଇଁ। ସେ ସାଙ୍ଗଠନିକ ନିର୍ବାଚନ ପରିଚାଳନା କରିବା ପାଇଁ ଯୋଉ ବ୍ୟବସ୍ଥା କଲେ, ଆମେ ଗୋଟିଏ ନିର୍ବାଚନ ଫଳ ଆପଣ ଆଗରେ ବାହାରିଲା, ସେ ହଉଛି ଷ୍ଟେଟ କାଉନସିଲ। ଷ୍ଟେଟ କାଉନସିଲ ପାଖାପାଖି 300-400 ପାଖାପାଖି ସଦସ୍ୟ। ସେ କହିଲେ ନିର୍ବାଚନ ହେଇଛି ଏବଂ ତାରି ବେସିସରେ ସେଇମାନେ ଇଲେକ୍ଟ କରିବେ ପ୍ରେସିଡେଣ୍ଟକୁ। ସେଇଦିନ ନମିନେସନ ଦାଖଲ କଲେ ନବୀନ ପଟ୍ଟନାୟକ ଜଣେ ମାତ୍ର, କାରଣ ଷ୍ଟେଟ କାଉନସିଲ ହିଁ ଇଲେକ୍ଟ କରିବେ ପ୍ରେସିଡେଣ୍ଟକୁ। ଷ୍ଟେଟ କାଉନସିଲ ଗଠନ କରିଦେଲେ, କିନ୍ତୁ କୋଉ ମାନେ ଷ୍ଟେଟ କାଉନସିଲର ସଭ୍ୟ ହେଲେ ତାର ତାଲିକା କିନ୍ତୁ ସମ୍ବାଦପତ୍ର ମାନଙ୍କୁ ସାମ୍ବାଦିକଙ୍କୁ ଦେଇନାହାନ୍ତି, କୋଉ କାଗଜରେ ବାହାରିନି। ଏଇମାନେ ଷ୍ଟେଟ କାଉନସିଲ ମେମ୍ବର। କାହିଁକି ଦିଆହେଇନି? ଶୁଣନ୍ତୁ ଆଜ୍ଞା, ଯେତେବେଳେ ଷ୍ଟେଟ କାଉନସିଲ ମିଟିଂ ଯୋଉଦିନ ଚାଲିଲା, ଆପଣ ଲକ୍ଷ୍ୟ କରିଥିବେ ସେଠି ଯୋଉମାନେ ବିକେ ପାଣ୍ଡିଆଙ୍କ ନେଇ କିଛି ପ୍ରଶ୍ନ ଉଠେଇଥିଲେ, ୱାକଫ ବିଲକୁ ନେଇ କିଛି ପ୍ରଶ୍ନ ଉଠେଇଥିଲେ, ସମାଲୋଚନା କରୁଥିଲେ, ହୋଟେଲରେ ବସିଥିଲେ, ସେମାନେ ଭିତରୁ କିଛି ଲୋକଙ୍କୁ ଆଉ ଷ୍ଟେଟ କାଉନସିଲ ମିଟିଂରେ ଦେଖିବାକୁ ମିଳିଲାନି। ଯେତେବେଳେ ଅସନ୍ତୁଷ୍ଟ ନେତାଙ୍କୁ ସ୍ଥାନ ମିଳିଲାନି, ଦେଖିବାକୁ ମିଳିଲା ନାହିଁ। ନାଇଁ, ସେ ତାକୁ ପଚାରିବାରେ ଦେବୀ ମିଶ୍ର ଯିଏକି ତାଙ୍କୁ କୋଅର୍ଡିନେସନ କମିଟିର ବର୍ତ୍ତମାନ କନଭେନର ଭାବରେ କାମ କରୁଛନ୍ତି, ସେ କହିଲେ ନାଇଁ ଅନେକ ଲୋକ ବିଭିନ୍ନ ବ୍ୟକ୍ତିଗତ କାରଣରୁ ଆସିନାହାନ୍ତି, ସେପରି କିଛି ନାହିଁ। କିନ୍ତୁ ସେଇ ଯୋଉ ଲୋକମାନଙ୍କୁ ପଚାରିଲା ପରେ ଯେମିତି ପ୍ରଫୁଲ୍ଲ ମଲ୍ଲିକ, ଯେମିତି ଶଶି ବେହେରା, ଯେମିତି ଭୂପିନ୍ଦର ସିଂ, ଏମାନଙ୍କୁ ପଚାରିବାକୁ ସେମାନେ କହିଲେ ଆମକୁ ଡକା ଯାଇନାହିଁ। ଆରେ ଡକା ଯାଇଗଲା ମିଟିଂ ଯିବୁ କେମିତି? ତାମାନେ ଏମାନେ ଷ୍ଟେଟ କାଉନସିଲ ସଦସ୍ୟ ନୁହନ୍ତି। ଷ୍ଟେଟ କାଉନସିଲ କିଏ ସଦସ୍ୟ କେହି ଜାଣିପାରୁନାହାନ୍ତି। କାହିଁକି ଲୁଚେଇକି ରଖାଯାଇଛି? ସେଇ ତ ଏମାନେ କହୁଛନ୍ତି, ତାଙ୍କରି ଲୋକମାନେ କହୁଛନ୍ତି, ଯୋଉଟା କି ଆଜି ଖବର ପ୍ରଥମରୁ କହିଛି, ସେ ଗୋଟେ ସପ୍ତରଥୀ ମାନେ କୁହାଯାଉଛି, ସେଇମାନେ ହିଁ ଏ ଦଳକୁ ନିୟନ୍ତ୍ରଣ କରୁଛନ୍ତି। ନବୀନ ପଟ୍ଟନାୟକ ତାଙ୍କୁ ସପ୍ତରଥୀ ଘୋଷିତ କରିନି। କଥା ହଉଛି ଯୋଉମାନେ ପାଣ୍ଡିଆନଙ୍କର ନିକଟବର୍ତ୍ତୀ ବିଭିନ୍ନ କାରଣରୁ, ଯୋଉମାନେ ପାଣ୍ଡିଆନକୁ ବର୍ତ୍ତମାନ ଷ୍ଟେଜରେ ଡିଫେଣ୍ଡ କରୁଛନ୍ତି, ନବୀନ ପଟ୍ଟନାୟକ କରୁଛନ୍ତି। ଯୋଉମାନେ ପାଣ୍ଡିଆନକୁ ଡିଫେଣ୍ଡ କରୁଛନ୍ତି ବା ପାଣ୍ଡିଆନ ଥିବାବେଳେ ଯୋଉ ସିଷ୍ଟମ ଦଳ ଭିତରେ ଥିଲା, ତାର ଯୋଉମାନେ ଉପକୃତ ହେଇଛନ୍ତି, ସେ ଗୋଷ୍ଠୀର ପ୍ରାଧାନ୍ୟ ରହିଛି। ସେଇମାନଙ୍କୁ ସପ୍ତରଥୀ କୁହାହଉଛି। ସେଇମାନେ ଷ୍ଟେଟ କାଉନସିଲ ବାଛିଛନ୍ତି, କାର୍ଯ୍ୟକାରୀ କରିବ ସେମାନେ ବାଛିବେ ବୋଲି ଭାବୁଛନ୍ତି, କାର୍ଯ୍ୟକାରୀ ହେଇନି ବର୍ତ୍ତମାନ। କିନ୍ତୁ କଥା ହଉଛି ଷ୍ଟେଟ କାଉନସିଲ ସବୁ ଅଞ୍ଚଳକୁ ଯାଇ ଲୋକଙ୍କ ଭିତରୁ ଦଳର ଯୋଉମାନେ ସଭ୍ୟ ହେଇଛନ୍ତି ତାଙ୍କର ଯୋଉ ନେତାମାନଙ୍କ ଭିତରୁ ଯେପରି ବାଛିବା କଥା, ସେଇ ଭାଗରେ କରାଯାଇ ନାହିଁ। ଫଳରେ ବହୁତ ଯୋଗ୍ୟ ଲୋକ ଯୋଉମାନେ ବହୁତ ଦିନ ଦଳ ପାଇଁ କାମ କରୁଛନ୍ତି, ସେମାନଙ୍କ ନାଁ ଷ୍ଟେଟ କାଉନସିଲ ନଥିବାରୁ ସେମାନଙ୍କ ଭିତରେ ଅସନ୍ତୋଷ ଦେଖାଯାଇଛି। କୁଆଡେ ଗଲା ଆମ ନା? ତ ଏଇଟା କଣ ଆପଣ ଭାବୁଛନ୍ତି ଗୋଟେ ବିସ୍ଫୋରକ ରୂପ ନବ ବୋଲି? ବିଜେଡି ଭିତରେ ବଡ ଧରଣର ବିସ୍ଫୋରଣ ଘଟିବା ହଠାତ୍ ଆପଣ ଘଟିଯିବ ବୋଲି ଭାବିବେନି। କାହିଁକି? ସେ ଦଳରେ କୌଣସି ବିକଳ୍ପ ନେତା ନାହାନ୍ତି। ସେ ଦଳର ଜଣେ ନେତା, ସେ ହେଲେ ନବୀନ ପଟ୍ଟନାୟକ। ନବୀନ ପଟ୍ଟନାୟକଙ୍କ ବିକଳ୍ପ ଏମାନେ କେବଳ ଅସନ୍ତୋଷ ପ୍ରକାଶ କରିବେ, କିନ୍ତୁ କିଛି ଅସୁବିଧା ହବ ନାଇଁ। ସେମାନେ ଗତକାଲି ସପ୍ତରଥୀ କୁହାଉଥିବା ଯୋଉ ଲୋକମାନେ, ସେମାନଙ୍କ ଭିତରୁ କେତେ ଜଣଙ୍କୁ ଆଜି ସେମାନେ ଭେଟିଛନ୍ତି। ଆପଣ ବୁଝନ୍ତୁ, ସେମାନଙ୍କୁ କାଲି ସେମାନଙ୍କୁ ତାଙ୍କ ଘରକୁ ଯାଇଛନ୍ତି ଯେ ଏପରି କିପରି ହେଲା, ଏପରି ଭାବରେ କେମିତି ହେଲା, ଆମକୁ କେମିତି ବାଦ ଦିଆଗଲା, କଣ ଆପଣଙ୍କ ପାଖରେ ଖବର ଅଛି କିଏ କାହାକୁ ଭେଟିଛନ୍ତି? ଯୋଉମାନେ ଅଛନ୍ତି ତା ଭିତରେ ମୁଁ ସେମାନଙ୍କ ନାଁ ଲେଖୁଛି, କାରଣ ଏମାନେ ସବୁ ଅଲ୍ ଅଫ୍ ଦେମ୍ ମାନେ ଆମର ବି କ୍ଲୋଜ, ୱି ନୋ ଇଚ୍ ଅଦର, ଆଇ ଡୋଣ୍ଟ ୱାଣ୍ଟ ଟୁ ନେମ୍ ଦେମ୍। କିନ୍ତୁ ଏମାନଙ୍କୁ ତାଙ୍କ ଦଳର ଲୋକମାନେ ଯାଇକି ଭେଟୁଛନ୍ତି।
भेटिक कौन कहते जे किपरि भाबरे स्टेट काउंसिल हैला आमे केमि बात पडिलु आमे किंतु जानिनु स्टेट काउंसिल एक्चुअली के माने अछन आपण जानछथि ना सामाजिक माने पाइछथि को के स्टेट कोन ताको भीतर तो सर्कुलेट होउछि ना एक एवं सेमान कहउछथि जो माने एई गोष्ठी रो क्लोज से मानकु प्राधान्य दिया जाउछि आकु के छिड़ा करू नै सप्तरथ भितर जो मान अछि आ तो ना बाहर जाइछि सप्तरथ को माने अछथि तांग नाटा आज खबर काजे पूरा बाहर जाइछि तो से माने यदि स्थिर करूछथि जद नवीन पट्टनायक कारण समय जानछथि नवीन पट्टनायक जेते जाहले मदबी जे आगुर करनथले एबे सी सब अंचल सांगठनिक कार्य एकाई करि परिबेनी तो सप्तरथी माने करिवे एई माने करिवे आ माने किए ना जो माने पांड्यान को डिफेंड करूछथि पांड्यान को समर्थक माने होचंती सप्तरथी समर्थक कर पारंती तो जो माने एई क्राइसिस रे पांड्यान को समर्थन करूछथि माने डिफेंड करूछथि जो माने किछि लोक आक्रमण को माने अटैक करूछथि ताके से मारिलु ताके से कथा हला इबिन वकफ बिल में भाबुथले किंतु परवर्ती अवस्था देखा गला नवीन पट्टनायक जा सुरता देव कहि देला परे जे नवीन पट्टनायक निजे कहि कि ये विवेकानंद वोट करथिले किंतु विवेक कथा आसिला क्षणी मोर गडे मौलिक प्रश्न जो दलर अस्थि मजारे सिकुलारिज्म अछि बोली कहा जाउथिला धर्मनिर्वाद अछि ताकू विवेक अनुसार वोट देला क्षणी सेतुर 7 जन रु 4 जन सेकर वोट नै देबे तामे ताको विवेक का कोपट अछि आपण भाबुथले माने केते ता तो कहउचंदी गोटा काम करूचंदी आ गोटा प्रकार तो रबाबू आर प्रभाव कौन हम सामग्रिक भाव विजु जनता दल ऊपर यार प्रभाव कौन हम सप्तरथी जो नियुक्ति नहीं देखंतु मु कहली जेतु बिजु विकल्प नहीं अधिकांश नेता था जुवान साथी मु कथावार्ता जुवान संगे हवार सुजोग पाउछि बा होउछि से माने समस्ते पंचायत निर्वाचन पर्यंत अपेक्षा करिया को चाहउछ कारण तांकर कहया कथा जे सेमाने वर्तमान दल बाहर चली गले कोन हबो काइना सेमाने यदि दल बाहर को चली जाउचंती तांकर हठात से तो आउटा दल करि परिबेनी आउ जण के नेता ना जे सराउंड करि दिबे किंतु पंचायत निर्वाचन जते आमे जिबा को जिबु हमर कर्मी दरकार कर्मी बिजु जनता दल बैनर रहिबे ना तेनु सेमाने हठात विद्रोह करियो नहले मध्य प्रबल असंतोष रही चाप तैयारी भी करेंगे चाप तैयारी करेंगे सब कथा करेंगे किंतु सब कथा नहीं रही से माने जे पंचायत निर्वाचन पूर्व कौन रूपरेखा नौची ता पंचायत निर्वाचन पूर्व आउ गोटे कथा मध्य आसो देखिए आप आसंता वर्ष राज्यसभा मनोनयन हम राज्यसभा तो बीजेडी हुए तो 3टा आसन 2टा नहीं जीवो किंतु गोटे तो बीजेडी नबो ना मस्ट 3टा ରୁ 2ଟା बीजेपी नब किंतु गोटे बीजेडी नब निश्चित नबा कथा तेणु नबा कथा कौन ये जाग छाड़ी छेड़ा कर जीतब सेटा बड़ कथा नुह से दृष्टिकोण से जना पड़ो तेणु विजु दल समस्त भावुंट नवीन पट्टनायक एक विकल्प तो ना रिसोर्सेस अच्छी नवीन पट्टनायक हाथ में पंचायत निर्वाचन चिन्ह रहा नवीन पट्टनायक हाथ में तेणु आम हठात बर्तमान विद्रोह कले किसी लाभ हम लाभ कौन हम जदि विकल्प था अच्छा विकल्प कि ना राज्य कौन नुआ दल गठन कर आंचलिक दल गठन कर समान ना रिसोर्स टा जानते जो रिसोर्स अच्छी दल पाखे सी केवल नवीन पट्टनायक पाखे अच्छी नवीन पट्टनायक माने बांडियान खाते झुली धरती कारण सी न चाहिए अर्थ बाहर तो से भाई स्थित विरुद्ध किए सीधा सड़क भाव में या विरुद्ध छिड़ा हे पंचायत निर्वाचन पूर्व से संभावना ना से अनेक केवल माने चाप सृष्टि करेंगे असंतोष प्रकाश करेंगे गोटे प्रेशर ग्रुप तैयारी करेंगे किंतु बड़ धरणर किसी विजु जनता दलर असुविधा हबार नहीं बा डेंट करि परिबे नै बीजेडी को ए आपण कहउछन नहीं किपरि करिवे आपण कहउना किपरि प्रैक्टिकली कोन जने किए विकल्प जो देश रे जो थी जल भितर किसी असंतोष विद्रोह देखाई जने विकल्प नेता सृष्टि जमी शिवसेना सिंधे नबार कही था सी अनुमान को एकजुट कला से गोटे एक्सटर्नल फोर्स भी काम करवा दरकार एक्सट्रा फोर्स भी काम फोर्स भी काम करबनी एक्सट्रा फोर्स भी काम करनी
କାରଣ ଏକ୍ସଟର୍ନାଲ ଫୋର୍ସ କାଳେ କାମ କରିପାରେ ହୁଁ ସେଥିପାଇଁ ବର୍ତ୍ତମାନ ଯଦି ଦେଖିବେ ବିଜେଡି ବିଜେପିର କେନ୍ଦ୍ରୀୟ ସ୍ତରରେ ସମ୍ପର୍କ ଖୁବ ଭଲ ଅଛି ହୁଁ କେନ୍ଦ୍ର ସ୍ତରରେ ସମ୍ପର୍କ ଏବେ ମଧ୍ୟ ଭଲ ଅଛି ବୋଲି ଆମେ ଅନୁମାନ କରୁଛୁ ଖୁବ ଭଲ ଅଛି ସो କେନ୍ଦ୍ରୀୟ ନେତୃତ୍ୱ ଜାଣିଛି ଯଦି ଏଠି ବିଜେଡି କି ଦୁର୍ବଳ କରାଯାଏ ତାର ଅଲ୍ଟିମେଟ ବେନିଫିସିଆରୀ କଂଗ୍ରେସ ଦଳ ହେଇପାରେ ଯୋଉଟାକୁ ସେମାନେ ବେଶୀ ବିରୋଧ କରୁଛନ୍ତି ସେମାନେ ଯାହା ହଉଛନ୍ତି ଯାହା ପରିସ୍ଥିତି ହଉ ଓଡିଶାରେ କଂଗ୍ରେସର ଅବଦାନ ନ ହଉ ଏଇଟା ତ ବିଜେପିର ଜାତୀୟ ସ୍ତରରେ ଚିନ୍ତା ହୁଁ ପ୍ଲାନିଂ ତ ଏ ସତ୍ୟ ରଥିଙ୍କୁ ନେଇ ବିଜେଡି ଆଗକୁ ଯିବ ବୋଲି ଆପଣ ଭାବୁଛନ୍ତି ବର୍ତ୍ତମାନ ସମୟରେ ଆଗକୁ ବିଜେଡି ଆଗକୁ ଯିବା କଥା ବିଜେଡି ରହିବା ନ ରହିବା ସବୁ କିଛି ନିର୍ଭର କରୁଛି ନବୀନ ପଟ୍ଟନାୟକ ଉପରେ ଆଇଟେଲି କିନ୍ତୁ ନବୀନ ପଟ୍ଟନାୟକଙ୍କର ବୟସ ସୁବିଧା ଇଏ ଦୃଷ୍ଟିରୁ ଯୋଉ ଲୋକ ମୁଁ ତ ସେଇ କଥା କହୁଛି ଯୋଉ ଲୋକ ଗତ ବର୍ଷ ନିର୍ବାଚନରେ ପ୍ରଚାର କରିପାରିଲେନି ସେ ପଞ୍ଚାୟତ ନିର୍ବାଚନ ପ୍ରଚାର କରି ଦଳକୁ ନେଇ ଆସିପାରିବେ ଏ ବିଷୟ ସ୍ୱୀକାର ହଉନି କିନ୍ତୁ ଦଳ ପାଖରେ ଚିହ୍ନ ଅଛି 30ଟା ଜିଲ୍ଲାରେ ଜିଲ୍ଲା ପରିଷଦ ଅଛି କର୍ମୀ ଅଛନ୍ତି ଏବଂ ପଞ୍ଚାୟତ ନିର୍ବାଚନ ପାଇଁ ଯୋଉ ରିସୋର୍ସ ଦରକାର ସେଇଟା ତାଙ୍କ ପାଖରେ ଅଛି ସବୁ ନେତା ପାଖରେ ଅଛି ବର୍ତ୍ତମାନ ସମୟରେ ଆପଣ ସଂକ୍ଷେପରେ କହିଲେ ସପ୍ତ ରଥିଙ୍କୁ ନେଇକରି ବିଜେଡି ଚାଲିବ ଆଉ ଅସନ୍ତୁଷ୍ଟ ହେଇଥିବା ନେତା ମାନେ ଚାପ ତିଆରି କରିପାରିବେ କିନ୍ତୁ ବଡ ଧରଣର କ୍ଷତି କରିପାରିବେନି କ୍ଷତି ନ ବିଦ୍ରୋହ ବିଦ୍ରୋହ ପାଇଁ ଯାହା ଦରକାର ବିଦ୍ରୋହ ଆଉ ସମ୍ଭବପର ନୁହେଁ। ବିଦ୍ରୋହ ପାଇଁକା କୌଣସି ସ୍କୋପ ବର୍ତ୍ତମାନ ନାହିଁ ଏ ହଉଛି କୌଣସି ଅଲ୍ଟରନେଟିଭ ଲିଡର ନାହିଁ ଅଲ୍ଟରନେଟିଭ ଲିଡର ନହେଲେ ବିଦ୍ରୋହ କେମିତି ହବ ବିକଳ୍ପ ବ୍ୟବସ୍ଥା ନଥିବାରୁ ଏ ଅସନ୍ତୋଷ ଦାନା ବାନ୍ଧି ପାରିବନି ଗୋଟେ ନୂଆ ପ୍ଲାଟଫର୍ମ ଯେହେତୁ ଗଢିବାର ସମ୍ଭାବନା କମ ରହିଛି ତ ଆଜିର ଦିନରେ ବିଜୁ ଜନତା ଦଳର ବିଦ୍ରୋହ ବହୁତ ଆଗକୁ ଯାଇପାରିବ ନାହିଁ ଏ ହଉଛି ଆପଣଙ୍କ କଥାର ନିର୍ଯାସ କିନ୍ତୁ ଅସନ୍ତୋଷକୁ କହିଲେ ଅସନ୍ତୋଷ ଦବେଇ ପାରିବେନି ମଧ୍ୟ ଅସନ୍ତୋଷକୁ ଦବେଇ ପାରିବେନି କିନ୍ତୁ ବିଦ୍ରୋହ ରୂପ ନେବା ପାଇଁ ଯୋଉଟା ଦରକାର ସେଇଟା ହେଇପାରୁନି ଅସନ୍ତୋଷ ବ୍ୟାପକ ସବୁ ସ୍ତରରେ ଅସନ୍ତୋଷ ରହିଛି ମୁଁ କାଲି କାଲି ସେମାନେ କରୁଛନ୍ତି କିନ୍ତୁ ସେଇଟାକୁ ଯୋଉ ରୂପରେଖ ଦେବା ପାଇଁ ବିଦ୍ରୋହ ପାଇଁ ଯୋଉ ଅଲ୍ଟରନେଟିଭ ଲିଡରସିପ ଗୁଡା ଦରକାର ବିଜୁ ଜନତା ଦଳ ଭିତରେ ସେଇଟା ବର୍ତ୍ତମାନ ସୃଷ୍ଟି ହେଇପାରୁନି ବହୁତ ଧନ୍ୟବାଦ ରବ ବାବୁ ଆପଣଙ୍କର ମତାମତ